জাগো হে জাগো হে জাগো হে জাগো হে জাগো হে অনন্ত তুমি জাগিব ধরা ভাবে জাগো হে অনন্ত তুমি জাগিব ধরা ভাবে শিখাই দিও হে প্রভু এ সংসার সার কর্মে জাগো হে অনন্ত তুমি জাগিব ধরা ভাবে এখানে শঙ্খ গদা পদ্ম হস্তে তুমি গদা পদ্ম হস্তে তুমি দেখাই দিও সকতি দেখাই দিও সকতি হে মূঢ়র মর্মে মর্মে মূর্তিরা মূর্তি তুমি দেখে না পাপ নয়নে দেখে না পাপ নয়নে আরতনা সনবানা আরতনা সনবানা বোলাইছ ধরা ধামে জীবন ফুল পাই ক্ষমা দিও হে গোসাই ক্ষমা দিও হে গোসাই তুম্ভ শ্রী চরণ ধাই তুম্ভ শ্রী চরণ ধাই মিশি যাও তুম্ভ নামে জাগো হে অনন্ত তুমি জাগিব ধরা ভাবে জাগো হে 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 জাগো হে। ଆଜି ଫଗୁଣ ଶୁକ୍ଳ ଚତୁର୍ଦ୍ଦଶୀ। ଆଜି ହେଉଛି ପବିତ୍ର ଅନନ୍ତ ଆଶ୍ରମର ଆଜି ହେଉଛି ଦୋଳ ମେଲଣ। ଆମର କେତେ ଗୁଡ଼ିଏ ପର୍ବ ସବୁ ମାନେ ଅନେକ ପର୍ବ ଚତୁର୍ଦ୍ଦଶୀ ଦିନ ଅନୁଷ୍ଠିତ ହେଇଥାଏ। ତାକୁ କେହି ଇଚ୍ଛା କରି ତାକୁ ସ୍ଥିର କରିନି, ସେ ମାନେ ଆପେ ଆପେ ତାହା ସବୁ ହେଇଯାଇଛି। ଆମର ମୁଖ୍ୟ ପର୍ବ ହେଉଛି ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ। ଆମ ଅନନ୍ତ ଗାଦିଙ୍କର ଜନ୍ମଦିନ ହେଉଛି ଆଶ୍ୱିନ ଶୁକ୍ଳ ଚତୁର୍ଦ୍ଦଶୀ। ଏବଂ ଏଇ ଆଶ୍ରମ ଯେତେବେଳେ ଯେଉଁ ଦିନ ଆରମ୍ଭ ହେଇଥିଲା, ଶୁଭାରମ୍ଭ ହେଇଥିଲା, ସିଏ ହେଉଛି ମାଘ ଶୁକ୍ଳ ଚତୁର୍ଦ୍ଦଶୀ।
ଇଏ ଦୋଳ ମେଲଣ ଯେତେବେଳେ ଆରମ୍ଭ ହେଇଥିଲା ସେତେବେଳେ ସେ ମଧ୍ୟ ଫଗୁଣ ଶୁକ୍ଳ ଚତୁର୍ଦ୍ଦଶୀ। ଏଇଭଳି ଭାବରେ ଇଏ କ୍ଷେତ୍ରରେ ଇଏ ପବିତ୍ର କ୍ଷେତ୍ରରେ ଚତୁର୍ଦ୍ଦଶୀ ତିଥିଟି ଏଠି ଗୋଟିଏ ଶୁଭ କାର୍ଯ୍ୟ କରିବା ପାଇଁ ଏହାର ସୃଷ୍ଟି ହେଇଛି। ତେଣୁ ଆଜି ଏ କ୍ଷେତ୍ରରେ କିଛି ବିମାନ ଆସିବେ, ଠାକୁରଙ୍କର ଭୋଗରାଗ ହେବ ଏବଂ ଆଜି ଗୋଟିଏ ଶୁଭ ଦିନ, ଆମ ପାଇଁ ଶୁଭ ଦିନ। ଏଇ ଶୁଭ ଦିନରେ ଏ ସେବକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ସମସ୍ତ ଗୁରୁମାନଙ୍କୁ, ଯେତେ ସଦ୍ଗୁରୁମାନେ ଇଏ ପୃଥିବୀରେ ଅଛନ୍ତି, ଦେଶରେ ଅଛନ୍ତି, ଆମ ରାଜ୍ୟରେ ଅଛନ୍ତି, ସମସ୍ତ ସଦ୍ଗୁରୁମାନଙ୍କୁ ଭକ୍ତିଭରା ପ୍ରଣାମ ଜଣାଉଛି। ସବୁଠାରୁ ବଡ଼ କଥା ହେଉଛି ବା ବିନମ୍ର ନିବେଦନ ପ୍ରଭୁଙ୍କ ପାଖରେ, ବିଶ୍ୱ ଯୁଦ୍ଧ ବିମୁକ୍ତ ହଉ, ଧ୍ୱଂସାସ୍ତ୍ର ବିମୁକ୍ତ ହଉ, ମହାମାରୀ କରୋନା ସୁପ୍ତ ହଉ। ଏଇ ଦେଖନ୍ତୁ ଆମେ ଖାଉଛେ, ଶୋଉଛେ, ବୁଲୁଛେ, କିଛି କାର୍ଯ୍ୟକ୍ରମ କରୁଛେ, ଏସବୁ କଥା ଆମ ଭିତରେ ଚାଲିଛି। ଯେଉଁ ଦେଶରେ ଯୁଦ୍ଧ ଲାଗିଛି ସେ ଦେଶର ଲୋକ ଶୋଇପାରୁନଥିବେ, ପିଲାମାନେ କାନ୍ଦୁଥିବେ, ବାପ ମା ତାଙ୍କୁ ରକ୍ଷା କରିପାରୁନଥିବେ, ପିଲାମାନଙ୍କୁ ଠିକ୍ ଭାବରେ ଖାଇବାକୁ ଦେଇପାରୁନଥିବେ। ଏହାଠାରୁ ବଳି ଦୁଃଖ କ'ଣ? ଯିଏ ହାରୁ ବା ଯିଏ ଜିତୁ, କିନ୍ତୁ ନିରୀହ ଅଧିବାସୀ, ନିରୀହ ପିଲାମାନେ, ଶିଶୁମାନେ, ସେମାନେ କ'ଣ ଜାଣନ୍ତି ସେ କି ଭୁଲ କରିଛନ୍ତି? ଏଇସବୁ ହେଉଛି ବର୍ତ୍ତମାନର ଦୁଃଖ। ଇଏ ଦୁଃଖ କେବଳ ବିଶ୍ୱ ଦେଶ ଭିତରେ ସୀମିତ ହେଇନାହିଁ, ଏମିତିକା ଦୁଃଖ ଆମମାନଙ୍କର ପରିବାର ଭିତରକୁ ମଧ୍ୟ ପ୍ରବେଶ କରିଛି। କେହି କାହାରି ଦୁଃଖରେ ଦୁଃଖୀ ନୁହନ୍ତି, କେହି କାହାରି ସୁଖରେ ସୁଖୀ ମଧ୍ୟ ନୁହନ୍ତି। ସମସ୍ତେ ନିଜ ନିଜର ସ୍ୱାର୍ଥକୁ ନେଇ ଜୀବନ ଓ ପରିବାର ଗଠନ କରୁଛନ୍ତି, ଅନ୍ୟର ସ୍ୱାର୍ଥକୁ ପଦାଘାତ କରୁଛନ୍ତି। ଆଜି ଆପଣ ଦେଖିବେ ଅନେକ ପରିବାରରେ, ଗୋଟିଏ ପରିବାର ନୁହେଁ, ଅନେକ ପରିବାରରେ ଅଯଥା ଅଶାନ୍ତି ଗୁଡ଼ାଏ ଲାଗି ରହିଛି, ଯାହାକୁ ସମାଧାନ କରିବା ପାଇଁ ମାନେ ବହୁତ କଷ୍ଟ। ବଳିଆ ମଧ୍ୟ ହଜାର ହଜାର ପରିବାରର ସମସ୍ୟାରେ ମୁଣ୍ଡ ପୂରେଇ ବଳିଆ ମଧ୍ୟ କଷ୍ଟ ପାଉଛି। କେବଳ ବିରକ୍ତି ହିଁ ହେଉଛି, ଆଉ ତା ବ୍ୟତୀତ ଅନ୍ୟ କଥା କିଛି ନାହିଁ। ସେଭଳି ଆମର ଗୁରୁ ପରମ୍ପରା ବା ଆମର ମହାପୁରୁଷମାନେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି, ନିଜ ନିଜର ଗୋଟିଏ ଗୋଟିଏ ପରିବାର ଗଠନ ହେଇଛି, ସେଥିରେ ମଧ୍ୟ ଅନେକ ଆନନ୍ଦକୁ ନଷ୍ଟ କରୁଛନ୍ତି, ଆନନ୍ଦ ସୃଷ୍ଟି ହେଉନି। ଆପଣମାନେ ଦେଖନ୍ତୁ,
ଆପଣମାନେ ଭଲ ଭାବରେ ଜାଣିଛନ୍ତି ଇଏ ସେବକ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କର ଶିଷ୍ୟ ବୁଲାରାମଙ୍କ ଠାରୁ ବାଲ୍ୟକାଳରେ ଦୀକ୍ଷା ଗ୍ରହଣ କରିଥିଲା। ପରବର୍ତ୍ତୀ ସମୟରେ ନାମାଚାର୍ଯ୍ୟ ବାବା ବାୟା ଏବଂ ତାଙ୍କ ଗୁରୁ ବାବାଜୀ ରାମଦାସ ଏ ଉଭୟ ବଳିଆକୁ ମନ୍ତ୍ର ପ୍ରଦାନ କରିଥିଲେ ସ୍ୱପ୍ନରେ ବେକବାନା ଦେଇଥିଲେ। ତାର ପରବର୍ତ୍ତୀ ସମୟରେ ନାମାଚାର୍ଯ୍ୟ ବାୟା ବାବାଙ୍କ ମାନେ ନାମାଚାର୍ଯ୍ୟ ବାୟା ବାବାଙ୍କ ପ୍ରତିନିଧି ଭାବରେ ଲକ୍ଷ୍ମଣ ଝୁଲା ହରିଦ୍ୱାର ଋଷିକେଶରେ ଗଣେଶ ଦାସ ମହାରାଜ ବଳିଆକୁ ଭେକ ବାନା ପ୍ରତ୍ୟକ୍ଷରେ ପିନ୍ଧେଇଥିଲେ। ସେ ସ୍ୱପ୍ନରେ ପିନ୍ଧେଇଥିଲେ, ଇଏ ପ୍ରତ୍ୟକ୍ଷରେ ପିନ୍ଧେଇଲେ। ତାର କିଛି ଦିନ ପରେ ନାମାଚାର୍ଯ୍ୟ ବାୟା ବାବାଙ୍କର ଦେହତ୍ୟାଗ ହେଲା। ଇଏ ଦେହତ୍ୟାଗ ର କଷ୍ଟକୁ ବା ଦୁଃଖକୁ ମୁଁ ସହି ନ ପାରି ଭୁବନେଶ୍ୱର ଶହୀଦ ନଗର ଗୋଟେ କୌଣସି କ୍ୱାର୍ଟର ବ୍ୟକ୍ତିଗତ ଘରେ ବଳିଆ ଟିକେ ସାଧନ ଭଜନ ବା ନିଜ ମନକୁ ବୁଝେଇବା ପାଇଁ ସେଠି ରହିଥିଲି। ସେଇଠି ଦେଖିଲି ଯେ ବାୟାଙ୍କ ପରେ ବୈକୁଣ୍ଠ ଅଛନ୍ତି। ବୈକୁଣ୍ଠ ବ୍ରହ୍ମଚାରୀଙ୍କର ଦର୍ଶନକୁ ତାପରେ ଗଲି। ତାଙ୍କ ସହିତ ସମ୍ବନ୍ଧ ସୃଷ୍ଟି ହେଲା। ସେ ବାୟାଙ୍କ ଭଳି ନହେଲେ ବି ଗୋଟେ ପିତା ପୁତ୍ରର ସମ୍ବନ୍ଧ ସୃଷ୍ଟି ହେଲା। ତାଙ୍କୁ ବାୟାଙ୍କ ରୂପରେ ବଳିଆ ଭଲ ପାଇଲା। ଆଚ୍ଛା, ଆମେ ଏତେ ସବୁ କାର୍ଯ୍ୟ ଏତେ ସବୁ ଗୁରୁଙ୍କ ସଂସ୍ପର୍ଶରେ ଆସିକିରି ବି ଆମର ତ କିଛି ଏକାଗ୍ରତା ନଷ୍ଟ ହେଉନାହିଁ। ବୈକୁଣ୍ଠଙ୍କ ସହିତ ଶ୍ରୀ ଶ୍ରୀ ଠାକୁର ଅଭିରାମଙ୍କର ତତ୍ତ୍ୱ ମୋତେ ଅନେକ ଆକର୍ଷିତ କରେ। ତାଙ୍କୁ ମଧ୍ୟ ମୁଁ ସବୁଦିନେ ଚିନ୍ତନ କରେ, ବୈକୁଣ୍ଠଙ୍କୁ ଚିନ୍ତନ କରେ, ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କୁ ଚିନ୍ତନ କରେ ଏବଂ ମଧୁସୂଦନ ପ୍ରାଚୀ ମଧୁସୂଦନ ତାଙ୍କୁ ମଧ୍ୟ ଚିନ୍ତନ କରେ। ଏତେ ଗୁରୁଙ୍କୁ ଚିନ୍ତନ କରେ, ତାକୁ ଆପଣ ଶୁଣିଲେ ମାନେ ଆପଣ ଭାବିବେ ଗୋଟେ ପ୍ରକୃତରେ ଇଏ ଗୋଟେ ଅଲଗା ରାଜ୍ୟର ଲୋକ। ମା ଅରବିନ୍ଦ, ସତ୍ୟ ସାଇ, ଶିରିଡ଼ି ସାଇ, ଶିବାନନ୍ଦ, ଚିଦାନନ୍ଦ, ଅନୁକୂଳ ଏବଂ ବୁଦ୍ଧନାଥ, କୁଳମଣି, କୁଶ ବାବା ଏଇଭଳି ଭାବରେ ଲକ୍ଷ୍ମଣାନନ୍ଦ, ଅସୁରାଳି ବୈରାଗୀ, କ୍ଷେତ୍ରମୋହନ, ଯଶୋବନ୍ତ ଅଧିକାରୀ, ଅରକ୍ଷିତ ମହାପୁରୁଷ, ଅଚ୍ୟୁତ ଶିଶୁ ଅନନ୍ତ, ଯଶୋବନ୍ତ ବଳରାମ, ଜଗନ୍ନାଥ ଏଇଭଳି ଆହୁରି ଅନେକ ମହାପୁରୁଷମାନଙ୍କୁ ଚିନ୍ତନ କରେ। ଏବଂ ଆମର ଏଇ କଥାବସ୍ତୁ ଭିତରେ ଅନେକ ମହାପୁରୁଷମାନଙ୍କର ନାମ, ତାଙ୍କର ବାଣୀ ବା ତାଙ୍କର ଆଦେଶ ମଧ୍ୟ ଆପଣମାନଙ୍କୁ କୁହେ। କିନ୍ତୁ ଏ କଥା କରିବା ପରେ ମଧ୍ୟ କୌଣସି ସଂସ୍ଥା ବା କୌଣସି ପରିବାର ତରଫରୁ ଗୋଟିଏ ଶୁଭେଚ୍ଛା ବା ଉତ୍ସାହକ କଥା ପଦେ ବଳିଆ ଶୁଣିବାକୁ ପାଏନି। କେହି କୁହନ୍ତିନି ବାବା ଆମ ଗୁରୁଙ୍କ କଥା ଆପଣ କହୁଛନ୍ତି, ଆମକୁ ଭଲ ଲାଗୁଛି ବା ଆପଣ ଆଉ ଟିକେ ଭଲରେ କୁହନ୍ତୁ। କେବଳ ବୈକୁଣ୍ଠ ପରିବାରର ଜଣେ ଦୁଇ ଜଣ ବ୍ୟକ୍ତିଙ୍କୁ ଛାଡ଼ିଲେ ଅନ୍ୟ କେହି ବଳିଆକୁ ଉତ୍ସାହିତ କରନ୍ତି ନାହିଁ। କିନ୍ତୁ ବଳିଆ ଆସିଛି
ଆପଣମାନଙ୍କୁ ଶିଖେଇବା ପାଇଁ ବଳିଆର ଏଇଟା ହେଉଛି କର୍ତ୍ତବ୍ୟ। ତେଣୁ ବଳିଆ ତାର କହି ଚାଲିଛି, କହି ଚାଲିଯିବ। ଆହୁରି ଭଲ ଭାବରେ କହିବା ପାଇଁ ପ୍ରଭୁ ମୋତେ ସାମର୍ଥ୍ୟ ଦିଅନ୍ତୁ, ଏତିକି ପ୍ରାର୍ଥନା କରୁଛି। ସଜ୍ଜନ ନାମାଚାର୍ଯ୍ୟ ବୟା ବାବା ଆଜି ତାଙ୍କ ବାଣୀରେ କହିଲେ, ଗୁରୁ ବାକ୍ୟରେ ଅଟଳ ବିଶ୍ୱାସ ରଖ, ତଦ୍ୱାରା ସର୍ବସିଦ୍ଧି ହୁଏ। ଗୁରୁଙ୍କ ବାକ୍ୟରେ ଖାଲି ଗୁରୁ ମନ୍ତ୍ର ଜପ କଲେ ହବନି। ଗୁରୁଙ୍କର ଯେଉଁ ଆଦେଶ, ସେ ଆଦେଶକୁ ମନ୍ତ୍ର ଭଳି ବିଶ୍ୱାସ କର। ଗୁରୁ ବାକ୍ये জ্ঞାନୀ ଗୁରୁ ବାକ୍ये ଯାହାର ବିଶ୍ୱାସ, ଅବଶ୍ୟ ତାହାର ହୁଏ ବ୍ରଜଭୂମି ବାସ। ସତ୍ୟ ଜ୍ଞାନୀ ଗୁରୁ ବାକ୍ये ଯାହାର ବିଶ୍ୱାସ, ଅବଶ୍ୟ ତାହାର ହୁଏ ବ୍ରଜଭୂମି ବାସ। সত্য জ্ঞানে গুরু বাক্যে যাহার বিশ্বাস, অবশ্য হইবে তার ব্রজভূমি বাস। ସେ ଯୋଉଠି ଥାଆନ୍ତୁ, ଆମେରିକାରେ ଅଛନ୍ତି କି ରୁଷରେ ଅଛନ୍ତି, କିନ୍ତୁ ଯୋଉଠି ରହିଥିଲେ ବି ସତ୍ୟ ଜ୍ଞାନେ ସତ୍ୟକୁ ପାଳନ କରିବେ, ବାକ୍ୟରେ, କର୍ମରେ, ଆଚରଣରେ। ଗୁରୁ ବାକ୍ୟ, ଗୁରୁ ଯାହା କହିଛନ୍ତି ତାକୁ ଯଦି ମନେ ରଖିବେ ଏବଂ ତାକୁ ଆଚରଣରେ ପରିଣତ କରିବେ, ତାହେଲେ ସେ ଯୋଉଠି ଥିଲେ ବି ତାଙ୍କ ପାଇଁ ସେଇ ସ୍ଥାନଟା ହେଇଯିବ ବୃନ୍ଦାବନ ବା ବ୍ରଜ ବୃନ୍ଦାବନ। ତେଣୁ ବାୟା କହିଲେ, ଗୁରୁ ବାକ୍ୟରେ ବିଶ୍ୱାସ ରଖ। ଗୁରୁ ବାକ୍ୟରେ ଅଟଳ ବିଶ୍ୱାସ ରଖ, ଯାଇତାଇ ବିଶ୍ୱାସ ନୁହେଁ, ତଦ୍ୱାରା ସର୍ବସିଦ୍ଧି ହୁଏ। ତେଣୁ ମନ୍ତ୍ର ମୂଳମ୍ ଗୁରୁର ବାକ୍ୟମ୍, ପୂଜା ମୂଳମ୍ ଗୁରୁ ପାଦମ୍, ଧ୍ୟାନ ମୂଳମ୍ ଗୁରୁର ମୂର୍ତ୍ତି, ମୋକ୍ଷ ମୂଳମ୍ ଗୁରୁର କୃପା। ତେଣୁ ସଜ୍ଜନ, ଏଇ ଯେଉଁ ଗୁରୁ ଦୁଇଟି ଅକ୍ଷର, ଏହାର ଅର୍ଥ ସୁନ୍ଦର। ଗୁରୁ କହିଲେ ଜଣେ, ବାୟା ବି କହିଛନ୍ତି, ଗୁରୁ ମନୁଷ୍ୟ ନୁହନ୍ତି, ମନୁଷ୍ୟ ଗୁରୁ ହେଇ ନପାରେ। ଯେଉଁଦିନ ଗୁରୁଙ୍କୁ ମନୁଷ୍ୟ ବୋଲି ଭାବିଦେଲ, ସେ ଅମୁକ ଲୋକଙ୍କର ପୁଅ, ତାଙ୍କ ଘର ଅମୁକ ଜାଗାରେ, ଏମିତି ଯଦି ଭାବିଦେଲ ଆମରି ଭଳି ସେ ମଣିଷ, ସେଇଦିନ ତମର ସମସ୍ତ ସିଦ୍ଧି ନଷ୍ଟ ହେଇଯିବ। ତେଣୁ ଆପଣମାନେ ସମସ୍ତେ ଏଇ କଥା ପଦକ ପାଇଁ ସମସ୍ତେ ଅଟଳ ଏକାଗ୍ରତା, ଅଟଳ ନିଷ୍ଠା, ବିଶ୍ୱାସ ରଖିବା ଉଚିତ। ବୈକୁଣ୍ଠ ଆଜି କହିଲେ, ଆରେ ମାନସ ଭଜ ବ୍ରଜରାଜ ତନୁଜ, କଳାନୁଜ ସୁନ୍ଦର ସରୋଜ ଶ୍ରୀଚରଣ, ଦଳାନୁଜ ସୁନ୍ଦର ସରୋଜ। ଆରେ ମାନସ
ଭଜ ବ୍ରଜରାଜ ତନୁ ବ୍ରଜ ଦମ୍ଭ ଲାଜ ବରଜି ତାରୂପେ ରହମଜି ଦମ୍ଭ দম্ভ লাজ বরজি তারূপে রহমজি দম্ভ লাজ অরজি রখ সুখে প্রেম ভকতি ধন রখ সুখে প্রেম ভকতি ধন আরে মানস ভজ ব্রজরাজ আরে মানস সেই ବ୍ରଜରାଜ ଶ୍ରୀକୃଷ୍ଣଙ୍କ ଚରଣରେ ବଜ ମନକୁ ସେଇଠି ରଖ। ଆଉ ଯେଉଁଠି ରଖିବ ସିଏ ବ୍ୟୟ ହେଇଯିବ, ଖଣ୍ଡିତ ହେଇଯିବ। ସେଇ ବ୍ରଜରାଜ ତନୁଜ ସେ କିଏ? ସେ ହଉଛନ୍ତି ଶ୍ରୀକୃଷ୍ଣ। କେତେ ସୁନ୍ଦର ନାଁଟିଏ ଶ୍ରୀକୃଷ୍ଣ। ସେଇ ଶ୍ରୀକୃଷ୍ଣଙ୍କ ଚରଣରେ, ବଳରାମଙ୍କ ଚରଣରେ, ବ୍ରଜରାଜ ତନୁଜ ବଳରାମ ମଧ୍ୟ। ତେଣୁ ଏଇ କୃଷ୍ଣ ବଳରାମଙ୍କ ପାଦ ପଦ୍ମରେ ମନକୁ ରଖ। ଦମ୍ଭ ଲାଜ ବରଜି, ତୁମ ଭିତରେ ଯେଉଁ ଅହଙ୍କାର ରହିଛି ଏବଂ ଲଜ୍ଜା ରହିଛି, ସଂକୋଚ ରହିଛି, ଏସବୁକୁ ବର୍ଜନ କରି ତାଙ୍କ ରୂପକୁ ମନ ଭିତରେ ଚିନ୍ତନ କର। ଅରଜି ରଖ ସୁଖେ ପ୍ରେମ ଭକତି ଧନ। ତମେ ତ ବହୁତ ଧନ କମଉଛ, ସୁନା ଗହଣା ପିନ୍ଧ, କେତେ କଥା ଘର ଦ୍ୱାରା କେତେ କଥା କ'ଣ କରୁଛ। ଇଏ ହେଉଛି ଏକ ସ୍ୱତନ୍ତ୍ର ଧନ। ତାକୁ ଯଦି ଜୀବନରେ ସାଇତି ପାରିଲ ତାହେଲେ ଇଏ ଅନିତ୍ୟ ଜୀବନଟା ନିଶ୍ଚିତ ଭାବରେ ସାର୍ଥକ ହବ। ମଧୁ କହିଲେ, ଦେଖାଅ ସେ ପଥ ଯିବି ସେ ମହାନିତ୍ୟ ଭୂଇଁକି। ଦେଖାଅ ସେ ଯିବି ସେ ମହାନିତ୍ୟ ଭୂଇଁକି। ଆଉ ନ ଦେଖା ଅପ୍ରଭୁ ମାୟାମୟ ଏ ଭେଳିକି। ଆଉ ନ ଦେଖାଅ ପ୍ରଭୁ ମାୟାମୟ ଏ ଭଳିକି। ଆଉ ନ ଦେଖାଅ ପ୍ରଭୁ ମାୟାମୟ ଏ ଭଳିକି। ଆଉ ନ ଦେଖାଅ ପ୍ରଭୁ ମାୟାମୟ ଏ ଭଳିକି। দেখাও সে পথ ଯିବି ସେ ମହାନିତ୍ୟ ଭୂଇଁକି। দেখাও ସେ ପଥ ଯିବି ସେ ମହାନିତ୍ୟ ଭୂଇଁକି। ଇଏ ଅନିତ୍ୟ ସଂସାର ମଧୁଙ୍କୁ ଆଉ ଭଲ ଲାଗିଲାନି। ସେ ଅନିତ୍ୟ ସଂସାରରେ ଲୀଳା କଲେ
କିନ୍ତୁ ଚିନ୍ତନ କଲେ ମୁଁ ସେଇ ମହାନିତ୍ୟ ରାସ ସ୍ଥଳୀକି ଯିବି। ପ୍ରକୃତରେ ଇଏ ଅନିତ୍ୟ ସଂସାରକୁ ଯଦି ଭଲ କରି ତମେ ଦେଖିବ, ଏଥିରେ ଖାଲି ଗୁଡ଼ାଏ ମିଛ ମାୟା କପଟ ଏଇଗୁଡ଼ାକ ଭର୍ତ୍ତି ହେଇକି ରହିଛି, ଈର୍ଷା। ତେଣୁ ମଧୁ କହିଲେ ମୁଁ ଯିବି ସେଇ ମହାନିତ୍ୟ ଯେଉଁଠୁ ଆମେ ଆସିଛେ ଏବଂ ଯେଉଁଠାକୁ ଯିବା ପାଇଁ ଇଏ ଜୀବନ ସାଧନ କରୁଛି। ଏତିକି କଥା। ଅଭିନ୍ନ ସୁନ୍ଦର କହିଲେ ପରମ ଶୂନ୍ୟ ଆମ୍ଭ ଧାମ, କ୍ଷେତ୍ର ମଦାଗ୍ନି କହି ରଘୁନାଥ ଆମ୍ଭ ଦେବତା, ସଂସାରେ ବଡ଼ ସେଇ। ତେଣୁ ଇଏ ସଂସାରରେ ବଡ଼ କିଏ? ତେଣୁ ଅଭିରାମଙ୍କର ସଙ୍ଗୀତର କଥା ପରମ ଶୂନ୍ୟ, ଯୋଉଟା ଆମେ କହୁଛୁ ନ ତଦ୍ଭାସୟତେ ସୂର୍ଯ୍ୟ ନ ଶଶାଙ୍କ ନ ପାବକ ଯଦଗତ୍ୱାନ ନିବର୍ତ୍ତନ୍ତେ ତଦ୍ଧାମ ପରମଂ। ସେଇ ଧାମ ହେଉଛି ପରମାତ୍ମାଙ୍କର ନିଜସ୍ୱ ନାମ। ସେଇ ଧାମରୁ ଆମେ ଆସିଛୁ, ପୁଣି ସେଇଠିକି ଯିବା ପାଇଁ ଆମେ ଜନ୍ମ ଜନ୍ମାନ୍ତର ସାଧନା କରି ଚାଲିଛୁ। ତେଣୁ ସଜ୍ଜନ, ଏ ହେଉଛି ଆମର କଥା। ଯେମିତି ପ୍ରକୃତରେ ଧାମ ଆମେ ଭାବୁଛୁ ଶ୍ରୀକ୍ଷେତ୍ର, ପୁରୁଷୋତ୍ତମ ଧାମ, ଯେଭଳି ଭାବରେ ଆମେ ଭାବୁଛୁ ଅନନ୍ତ ଧାମ, ତୁଳସୀ କ୍ଷେତ୍ରର ଇଚ୍ଛାପୁର ବଳଦେବଙ୍କ ଧାମ, ସେଇଭଳି ଭାବରେ ସ୍ୱତନ୍ତ୍ର ଏକ ଧାମ ଅଛି ଯେଉଁଠୁ ସବୁ ଉତ୍ପନ୍ନ ହୁଏ, ପୁଣି ସବୁଗୁଡ଼ିକ ସେଇଠି ବିଲୟ ହୁଏ। ତେଣୁ ଆମେ ସମସ୍ତେ ଆଜି ପବିତ୍ର ଚତୁର୍ଦ୍ଦଶୀରେ ସେଇ ଧାମକୁ, ସେଇ ନିତ୍ୟ ଧାମକୁ, ଗୋଲୋକ ଧାମକୁ, ବୈକୁଣ୍ଠ ଧାମକୁ ଚିନ୍ତନ କରିବା। କିନ୍ତୁ ସବୁ କଥା କରିବା, କିନ୍ତୁ ତା ସହିତ ଆମେ ଜୀବନରେ କର୍ମବାଦୀ ହବା। ଭକ୍ତି କ'ଣ ତାକୁ ଶିଖିବା, ଜ୍ଞାନ କ'ଣ ତାକୁ ଜାଣିବା। ଆମେ ଦେଉଳ ଗଢ଼ିବା ପାଇଁ ଯେତିକି ମନ ବଳଉଛୁ, ଗୋଟିଏ ସୁନ୍ଦର ଉଦ୍ୟାନ ତିଆରି କରିବା ପାଇଁ ତାଠାରୁ ଅଧିକ ମନ ବଳେଇବା ଦରକାର। ପରିବାରକୁ ଗୋଟିଏ ସୁନ୍ଦର ସୁସଜ୍ଜିତ ସୁଶୃଙ୍ଖଳିତ ପରିବାରଟିଏ କରିବା ପାଇଁ ଆମେ ସଂକଳ୍ପ ନେବା ଏବଂ ଜୀବନ ସୁନ୍ଦର ହଉ। ମଦ୍ୟ ମାଦକ ବିହୀନ ଜୀବନଟି ଭଗବତ ଚିନ୍ତନ କରୁ କରୁ, ପରର ମଙ୍ଗଳ କରୁ କରୁ, ବହୁଜନ ହିତ ପାଇଁ ଚିନ୍ତା କରୁ କରୁ ଇଏ ଜୀବନ ସେଇ ଜଗତ ଜୀବନଙ୍କ ପାଦରେ ମିଶି ଯାଉ। ଏତିକି ପ୍ରାର୍ଥନା କରି କଥାକୁ ରଖିବା। ମାଧବଂ କେଶବଂ କୃଷ୍ଣ